ଯମରାଜ କୁକୁରକୁ ବୁଝାଇଲେ ଯେ ଯେଉଁମାନେ ଅସତ୍ ଉପାୟରେ ଧନ ଅର୍ଜନ କରନ୍ତି ସେମାନଙ୍କୁ ଭଗବାନ କେଉଁ ଦଣ୍ଡ ଦିଅନ୍ତି। ବନ୍ଧୁଗଣ, ଆମେ ପ୍ରାୟତଃ ଏହି ଦୁନିଆରେ କିଛି ଧନୀ ଲୋକଙ୍କୁ ବଡ଼ ମହଲରେ ରହୁଥିବା, ଅନ୍ୟମାନଙ୍କର ଅଧିକାର ହଡପ କରୁଥିବା, ଗରିବଙ୍କ ରକ୍ତ ଶୋଷଣ କରୁଥିବା ଏବଂ ଲାଞ୍ଚ ନେଉଥିବାର ଦେଖିଥାନ୍ତି। ସେମାନଙ୍କୁ ଦେଖି ଆମେ ଭାବୁ ଯେ ଭଗବାନ ଶୋଇଛନ୍ତି କି? ଏହି ପାପୀମାନଙ୍କୁ କେବେ ଦଣ୍ଡ ମିଳିବ କି ନାହିଁ? ଆଜିର କାହାଣୀ ଏହି ସମସ୍ତ ସନ୍ଦେହକୁ ଦୂର କରିବ। ଏହି କାହାଣୀ ଆମକୁ ଶିକ୍ଷା ଦେବ ଯେ ଯେତେବେଳେ ମୃତ୍ୟୁର ଫାଶୀ ଆମ ବେକରେ ଲାଗିଥାଏ, ସେତେବେଳେ ଧନ କିମ୍ବା ସୁପାରିଶ କୌଣସି କାମରେ ଆସେ ନାହିଁ। ତେବେ ଚାଲନ୍ତୁ କାହାଣୀଟିକୁ ଶୁଣିବା। ବନ୍ଧୁଗଣ, ଏକ ବଡ଼ ସହର ଥିଲା ଯେଉଁଠାରେ ମଣିରାଜ ନାମକ ଜଣେ ଧନୀ ବ୍ୟକ୍ତି ରହୁଥିଲେ। ତାଙ୍କ ନାମ ଅନୁସାରେ ତାଙ୍କର ଅପାର ସମ୍ପତ୍ତି ଥିଲା। ତାଙ୍କର କୋଠାଘର ଏତେ ବିଶାଳ ଥିଲା ଯେ ଲୋକମାନେ ଏହାକୁ ଦେଖିବାକୁ ଦୂର ଦୂରାନ୍ତରୁ ଆସୁଥିଲେ। କିନ୍ତୁ ସେହି ମହଲ ପରି କୋଠାଘର ପ୍ରତ୍ୟେକ ଇଟା ଗରିବଙ୍କ ନିଶ୍ୱାସ ଏବଂ ଶ୍ରମିକଙ୍କ ଝାଳରେ ଭିଜି ଯାଇଥିଲା। ମଣିରାଜଙ୍କର କେବଳ ଗୋଟିଏ ନୀତି ଥିଲା, ଶୋଷଣ, ଲାଞ୍ଚ, ବଳପ୍ରଯୋଗ ଏବଂ ପ୍ରତାରଣା। ସେ କେବଳ ନିଜର ସ୍ୱାର୍ଥ ପୂରଣ କରିବାରେ ଆଗ୍ରହୀ ଥିଲେ। ତାଙ୍କର ଏକ ବଡ଼ ଶସ୍ୟ ଦୋକାନ ଥିଲା। ସେ କ'ଣ କରିଥିଲେ? ସେ ସଫା ଶସ୍ୟରେ ପଥର ମିଶାଇ ଲୋକମାନଙ୍କୁ ବିକ୍ରି କରୁଥିଲେ। ଖରାପ ଶସ୍ୟକୁ ପଲିସ କରି ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ। ଏବଂ ତାଙ୍କର ସବୁଠାରୁ ବଡ଼ ପାପ ଥିଲା ଓଜନକୁ ଜାଲିଆତି କରିବା। ତାଙ୍କ ନିକିତି ତଳେ ଏକ ଶକ୍ତିଶାଳୀ ଚୁମ୍ବକ ଥିଲା। ଯେତେବେଳେ ଜଣେ ଗରିବ ଚାଷୀ ତାଙ୍କର 6 ମାସର ଫସଲ ଆଣୁଥିଲେ, ବ୍ୟବସାୟୀ କମ୍ ଓଜନ କରୁଥିଲେ ଏବଂ କମ୍ ଟଙ୍କା ଦେଉଥିଲେ। ଚାଷୀମାନେ କାନ୍ଦୁଥିଲେ, କିନ୍ତୁ ସେହି ବ୍ୟବସାୟୀଙ୍କର ପଥର ଭଳି ହୃଦୟ ଥିଲା। ସେ କହୁଥିଲେ, ଯଦି ଏତିକି ଦାମରେ କିଣା ବିକା କରିବ ଯଦି କର, ତୁମେ ନଚେତ୍ ତୁମ ବାଟରେ ଯାଅ। ସମୟ ଧୀରେ ଧୀରେ ବିତିଗଲା। ମଣିରାଜ ବ୍ୟବସାୟୀ ନିଜକୁ ଅମର ଅନୁଭବ କରୁଥିଲେ। ସେ ଭାବିଥିଲେ ଯେ ଟଙ୍କା ଦେଇ ସେ ମୃତ୍ୟୁ ମଧ୍ୟ କିଣିପାରିବେ। ଗୋଟିଏ ରାତିରେ ବ୍ୟବସାୟୀ ତାଙ୍କ ମଖମଲ ବିଛଣାରେ ଶୋଇଥିଲେ। କୋଠରୀଟି ସୁନା ଏବଂ ରୂପା ପାତ୍ରରେ ପୂର୍ଣ୍ଣ ଥିଲା। କାନ୍ଥଗୁଡ଼ିକ ଅମୂଲ୍ୟ ଚିତ୍ରକଳା ସଜ୍ଜିତ ହୋଇଥିଲା। ସେ ମାନସିକ ଭାବରେ ଗଣନା କରୁଥିଲେ ଯେ ସେ ପରଦିନ କାହାର ଜମି ଦଖଲ କରିବେ। ହଠାତ୍ ରାତିର ନୀରବତାରେ ସେ ଅନୁଭବ କଲେ ଯେ କୋଠରୀର ତାପମାତ୍ରା ଅତ୍ୟନ୍ତ ହ୍ରାସ ପାଇଛି। ସେ ନିଶ୍ୱାସ ନେବାକୁ ସଂଘର୍ଷ କରିବାକୁ ଲାଗିଲେ। ବ୍ୟବସାୟୀ ତାଙ୍କ ଚାକରଙ୍କୁ ଡାକିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ସ୍ୱର ତାଙ୍କ ଗଳାରେ ଅଟକି ରହିଗଲା। ସେ ତାଙ୍କ ଛାତି ଉପରେ ଏକ ଭୟଙ୍କର ଭାର ଅନୁଭବ କଲେ। ଏହା ହୃଦଘାତ ନଥିଲା, ଏହା ତାଙ୍କ ପାପର ଭାର ଥିଲା ଯାହା ଏବେ ତାଙ୍କୁ ଚାପି ଦେଉଥିଲା। ଠିକ୍ ସେତିକିବେଳେ ସେ ଦେଖିଲେ ଯେ କୋଠରୀର ଏକ ଅନ୍ଧାର କୋଣରୁ ଦୁଇଟି ଭୟଙ୍କର, ବିଶାଳ କଳା ଆକୃତି ରାକ୍ଷସ ପରି ଯମଦୂତ ବାହାରି ଆସିଛନ୍ତି। ସେମାନଙ୍କର ଆଖି ଜଳୁଥିବା ଅଙ୍ଗାର ପରି ଲାଲ ଥିଲା ଏବଂ ସେମାନେ ଘନ ଲୁହା ଜାଲ ଧରିଥିଲେ। ସେମାନେ ମୃତ୍ୟୁର ଦୂତ ଥିଲେ। ସେଠ୍ ଭୟରେ ଥରି ଉଠିଲେ। ସେ ହାତ ଯୋଡ଼ି ଇଙ୍ଗିତ କଲେ, ମୋ ପାଖରେ ବହୁତ ଧନ ଅଛି। ଏହାକୁ ନେଇଯାଅ ଏବଂ ମୋତେ ଛାଡ଼ିଦିଅ। କିନ୍ତୁ ମୃତ୍ୟୁର ଦୂତମାନେ କୌଣସି ଦୟା କଲେ ନାହିଁ। ସେମାନେ କଠୋର ଭାବରେ ଘୋଷଣା କଲେ, ହେ ମୂର୍ଖ, ତୁମର ଧନ ଏଠାରେ ମୂଲ୍ୟହୀନ। ତୁମର ସମୟ ଶେଷ। ଗୋଟିଏ ଆଘାତରେ ମୃତ୍ୟୁର ଦୂତମାନେ ସେଠ୍ଙ୍କ ଭୌତିକ ଶରୀରରୁ ସୂକ୍ଷ୍ମ ଜୀବନ ଶକ୍ତିକୁ ଟାଣି ଆଣିଲେ। ସେ ଯେଉଁ ଶରୀରରେ ସୁଗନ୍ଧିତ ସେଣ୍ଟ ଦେଇ କ୍ରିୟାଶୀଳ ରହୁଥିଲେ, ଆଜି ତାଙ୍କର ଶରୀର ଇଟା, ବାଲି, ପଥର ପରି ବିଛଣାରେ ପଡ଼ି ରହିଥିଲା। ମୃତ୍ୟୁର ଦୂତମାନେ ସେଠ୍ଙ୍କ ଆତ୍ମାକୁ ଲୁହା ଶିକୁଳିରେ ବାନ୍ଧିଦେଲେ। ଏବେ ସେଠ୍ଙ୍କ ଯମଲୋକ ଅଭିମୁଖେ ଯାତ୍ରା ଆରମ୍ଭ ହେଲା, ଯାହାର ସେଠ୍ଙ୍କ ଆତ୍ମାକୁ ଜଳୁଥିବା ବାଲି ଉପରେ ଟାଣି ନେଇ ଯାଉଥିଲେ। ଯେତେବେଳେ ସେ ତୃଷାର୍ତ୍ତ ଅନୁଭବ କଲେ, ତାଙ୍କୁ ପିଇବା ପାଇଁ ଫୁଟୁଥିବା ଗରମ ପାଣି ଦିଆଯାଇଥିଲା, ଯାହା ତାଙ୍କ କର୍ମର ପ୍ରତୀକ। ରାସ୍ତାରେ ସେ ଯେଉଁ ସମସ୍ତ ଲୋକଙ୍କୁ ନିର୍ଯାତନା ଦେଇଥିଲେ ସେମାନଙ୍କୁ ଦେଖିଲେ। ସେମାନେ ସମସ୍ତେ ତାଙ୍କୁ ଅଭିଶାପ ଦେଇଥିଲେ। ସେଠ୍ ଚିତ୍କାର କରି ଚାଲିଲେ, ମୋତେ ଛାଡ଼ିଦିଅ, ମୁଁ ଦାନ କରିବି। କିନ୍ତୁ ଯମଦୂତମାନେ ହସି କହିଲେ, ଶକ୍ତି ଥିବାବେଳେ ହିଁ ଦାନ କରାଯାଏ। ମୃତ୍ୟୁ ପରେ ଅନୁତାପ ମୂଲ୍ୟହୀନ। ଶେଷରେ ସେମାନେ ଯମଲୋକର ମୁଖ୍ୟ ଦ୍ୱାରରେ ପହଞ୍ଚିଲେ। ସେମାନଙ୍କ ସମ୍ମୁଖରେ ଏକ ବିଶାଳ ଦରବାର ଥିଲା, ଏତେ ବିଶାଳ ଏବଂ ଭୟଙ୍କର ଯେ ସେଠ୍ଙ୍କ ଆତ୍ମା ଥରି ଉଠିଥିଲା। ଏକ ଉଚ୍ଚ ସିଂହାସନ ଉପରେ ଧର୍ମରାଜଙ୍କ ବସିଥିଲେ। ତାଙ୍କ ମୁହଁରେ ଏକ ଗମ୍ଭୀରତା ଥିଲା ଯାହା ବ୍ରହ୍ମାଣ୍ଡର ସବୁଠାରୁ ବଡ଼ ପାପୀକୁ ମଧ୍ୟ ଥରାଇ ଦେବ। ତାଙ୍କ ପାଖରେ ତାଙ୍କର ମୁଖ୍ୟ ସଚିବ ଚିତ୍ରଗୁପ୍ତ ବସିଥିଲେ। ଚିତ୍ରଗୁପ୍ତ ଏକ ମହାନ ପୁସ୍ତକ ଧରିଥିଲେ, ଯେଉଁଥିରେ ପ୍ରତ୍ୟେକ ଜୀବର ପୁଣ୍ୟ ଏବଂ ପାପର ପ୍ରତ୍ୟେକ ମିନିଟ୍ ହିସାବ ଲେଖାଯାଇଛି। ଦରବାର ନୀରବ ଥିଲା, କେବଳ ଶୃଙ୍ଖଳର ଶବ୍ଦ ଶୁଣାଯାଉଥିଲା। ଯମଙ୍କ ଦୂତମାନେ ସେଠ୍ଙ୍କୁ ଠେଲି ଦେଇଥିଲେ। ସେ ଯମରାଜଙ୍କ ସମ୍ମୁଖରେ ପଡ଼ି ଯାଇଥିଲେ।
ସେଠ ମଣିରାଜ ଯିଏ ଥରେ ମୁଣ୍ଡ ଉପରକୁ କରି ଚାଲୁଥିଲେ ଅଳିଆ ପରି ଭୂମିରେ ପଡ଼ି ରହିଥିଲେ। ଯମରାଜ ତାଙ୍କ ଗଭୀର ଗର୍ଜନକାରୀ ସ୍ୱରରେ ପଚାରିଲେ, ଚିତ୍ରଗୁପ୍ତ, ଏହି ପ୍ରାଣୀର କର୍ମ କ'ଣ କହେ? ସେ ମଣିଷ ଭାବରେ ଜନ୍ମ ହେବା ପରଠାରୁ ସ୍ୱର୍ଗର ଆନନ୍ଦ ପାଇବା ଯୋଗ୍ୟ କିଛି କାମ କରିଛନ୍ତି କି? ଚିତ୍ରଗୁପ୍ତ ତାଙ୍କ ପୁସ୍ତକର ପୃଷ୍ଠା ଓଲଟାଇଲେ। ତାଙ୍କ କଲମରୁ ଏକ କଠୋର କର୍କଶ ପଦ ବାହାରି ଆସିଲା, ଯାହା ସେଠଙ୍କ ଭୟଙ୍କର କାର୍ଯ୍ୟର ପ୍ରମାଣ ଦେଉଥିଲା। ଚିତ୍ରଗୁପ୍ତ ପଢ଼ିବା ଆରମ୍ଭ କଲେ, ହେ ପ୍ରଭୁ, ଏହି ପ୍ରାଣୀ ତାଙ୍କ ଜୀବନ ସାରା କେବଳ ସ୍ୱାର୍ଥପରତା ଅନୁସରଣ କରିଛି। ସେ ଦୁର୍ଭିକ୍ଷ ସମୟରେ ଶସ୍ୟ ସଂଗ୍ରହ କରି ଅତ୍ୟଧିକ ମୂଲ୍ୟରେ ବିକ୍ରି କରିଥିଲେ, ଯାହା ଫଳରେ ଶହ ଶହ ଗରିବ ଲୋକ ଭୋକରେ ଥିଲେ। ସେ ତାଙ୍କୁ ଅଭିଶାପ ଦେଇଥିବା ଜଣେ ଅନାଥ ବିଧବାର ସମ୍ପତ୍ତି ହଡପ କରିଥିଲେ। ସେ ତାଙ୍କ ବୃଦ୍ଧ ପିତାମାତାଙ୍କୁ ଘରୁ ବାହାର କରି ଦେଇଥିଲେ କାରଣ ସେମାନେ ତାଙ୍କ ବିଳାସରେ ବାଧା ସୃଷ୍ଟି କରିଥିଲେ। ସେ ନିକିତିରେ ହାତ ରଖି ଶସ୍ୟ ଚାଷୀଙ୍କ ଠାରୁ ଅଧିକ ନେଉଥିଲେ ଏବଂ ନିର୍ଦ୍ଦୋଷଙ୍କ ଅଧିକାର ହଡପ କରିଥିଲେ। ତାଙ୍କ ଖାତାରେ ପୁଣ୍ୟର ଗୋଟିଏ ବିନ୍ଦୁ ନାହିଁ, କେବଳ ପାପର ଏକ ଗଭୀର ସମୁଦ୍ର। ସେଠ ଭୟରେ ମୁଣ୍ଡ ଉଠାଇ ଅନୁରୋଧ ସ୍ୱରରେ କହିଲେ, ହେ ପ୍ରଭୁ, ମୁଁ ଅନେକ ମନ୍ଦିର ନିର୍ମାଣ କରିଛି। ମୁଁ ଭୋଜି ଆୟୋଜନ କରି ଲୋକଙ୍କୁ ଖାଇବାକୁ ଦେଇଛି। ସେଗୁଡ଼ିକ କ'ଣ ମୂଲ୍ୟହୀନ? ଯମରାଜ ଏକ ତୀବ୍ର ହସ ସହିତ କହିଲେ, ସେଠ, ତୁମେ ଯେଉଁ ମନ୍ଦିର ନିର୍ମାଣ କରିଥିଲ ତାହା ତୁମର ନିଜର ଖ୍ୟାତି ଏବଂ ନାମ ପାଇଁ ଥିଲା। ତୁମେ ଯେଉଁ ଭୋଜି ଆୟୋଜନ କରିଥିଲ ସେଥିରେ ତୁମେ ଗରିବଙ୍କଠାରୁ ଚୋରି କରିଥିବା ଶସ୍ୟକୁ ଖୁଆଇଥିଲ। ଚୋରି ଟଙ୍କାରେ ଦାନ ପୁଣ୍ୟ ନୁହେଁ, ଏହା ପାପକୁ ଲୁଚାଇବାର ଆଉ ଏକ ପ୍ରୟାସ। ତୁମେ ଦାନ କରିନାହଁ, ତୁମେ ଭଗବାନଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲ, କିନ୍ତୁ ଲାଞ୍ଚ ଏଠାରେ କାମ କରେ ନାହିଁ। ଯମରାଜଙ୍କ ଆଖି କ୍ରୋଧରେ ଲାଲ ହୋଇଗଲା। ସେ କହିଲେ, ମାନବମାନଙ୍କୁ ସର୍ବୋତ୍ତମ ଜନ୍ମ ଦିଆଯାଏ ଯାହା ଦ୍ୱାରା ସେମାନେ ଅନ୍ୟମାନଙ୍କର ସେବା କରିପାରିବେ ଏବଂ ଧର୍ମ ପାଳନ କରିପାରିବେ। କିନ୍ତୁ ମଣିଷ ହୋଇ ମଧ୍ୟ ତୁମେ ପଶୁ ପରି ବ୍ୟବହାର କଲ। ତୁମେ ଅନ୍ୟମାନଙ୍କର ଖାଦ୍ୟ ଛଡ଼ାଇ ନେଲ। ତୁମେ ବିଶ୍ୱାସର ବିଶ୍ୱାସଘାତକତା କଲ। ତେଣୁ ତୁମର ଦଣ୍ଡ ସମାନ ହେବ। ଯମରାଜ ନ୍ୟାୟର ଦଣ୍ଡ ହାତରେ ଧରି କହିଲେ, ଚିତ୍ରଗୁପ୍ତ, ଏହି ପାପୀଙ୍କୁ ଏପରି ଜନ୍ମ ପଠାଅ ଯେଉଁଠାରେ ସେ କ୍ଷୁଧା ଏବଂ ତୃଷାର ଯନ୍ତ୍ରଣା ବୁଝିପାରିବ। ଯିଏ ମଣିଷଙ୍କ ମଧ୍ୟରେ ରହି ମାଂସ ଖାଇବ ତାକୁ ଏବେ ସେହି ସମାଜର ପାଦ ତଳେ ରହିବାକୁ ପଡ଼ିବ। ଦର୍ଶକ ବନ୍ଧୁମାନେ, ଏହା ସେଠଙ୍କ ଭୟଙ୍କର ଯାତ୍ରାର ଆରମ୍ଭ ଥିଲା, ଯେଉଁଠାରେ ତାଙ୍କର ଅହଙ୍କାର ଭାଙ୍ଗିବାକୁ ଯାଉଥିଲା। ଏଠାରେ ଆମକୁ ବୁଝିବାକୁ ପଡ଼ିବ ଯେ ଆମେ ଯାହା ରୋଜଗାର କରୁଛୁ ତାହା ପଛରେ ଆମର କ'ଣ ପରିଶ୍ରମ ନା ଠକେଇ କରି ଧନ ଉପାର୍ଜନ କରିଛନ୍ତି। କେବଳ ଆମର କର୍ମର ହିସାବ ଆମ ସହିତ ଯାଏ। ଯଦି ଆଜି ତୁମେ କାହାକୁ ଆଘାତ ଦେଇ ଟଙ୍କା ରୋଜଗାର କରୁଛ, ତେବେ ମନେରଖ ଯେ ଚିତ୍ରଗୁପ୍ତଙ୍କ କଲମ କେବେ ଯମରାଜଙ୍କ ଦରବାରରେ ବନ୍ଦ ହୁଏ ନାହିଁ। ବନ୍ଧୁଗଣ, ଯେତେବେଳେ ଚିତ୍ରଗୁପ୍ତ ସେଠଙ୍କ ବେଇମାନିର ଲମ୍ବା ତାଲିକା ସମାପ୍ତ କଲେ, ଯମରାଜ ତାଙ୍କ ସିଂହାସନରୁ ଉଠି ପଡ଼ିଲେ ଏବଂ ସେ ସେଠଙ୍କ ଉପରେ ତାଙ୍କର ଦିବ୍ୟ ଦୃଷ୍ଟି ପକାଇଲେ। ଯମରାଜ ଗର୍ଜନ କଲେ। ଧର୍ମରାଜ କହିଲେ, ମାନବ ଜୀବନ ଏକ ସୁଯୋଗ, ଉପରକୁ ଉଠିବା ପାଇଁ, ଅନ୍ୟମାନଙ୍କ ଲୁହ ପୋଛିବା ପାଇଁ। କିନ୍ତୁ ତୁମେ ସେହି ସୁଯୋଗକୁ ନିଜର ବିନାଶରେ ପରିଣତ କଲ। ତୁମେ ଶସ୍ୟ ସହିତ ପଥର ମିଶାଇଲ। ଯେତେବେଳେ ତୁମେ ଭେଜାଲ ଖାଦ୍ୟ ବିକ୍ରୟ କଲ, ତୁମେ କେବଳ ଶସ୍ୟ ବିକ୍ରୟ କଲ ନାହିଁ, ତୁମେ ଧୀରେ ଧୀରେ ନିରୀହ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନକାଳକୁ ବିଷାକ୍ତ କରିଦେଲ। ସେହି ବୃଦ୍ଧ ଏବଂ ପିଲାମାନେ ଯେଉଁମାନେ ତୁମର ବିଷାକ୍ତ ଖାଦ୍ୟ ଖାଇଥିଲେ, ତୁମେ ସେମାନଙ୍କ ଭିତରେ ହେଉଥିବା ପ୍ରତ୍ୟେକ ଯନ୍ତ୍ରଣାର କାରଣ। ଯମରାଜ ଆଗକୁ କହିଲେ, ତୁମେ ନିକିତି ତଳେ ଏକ ଚୁମ୍ବକ ଲଗେଇ ରଖିଥିଲ। ତୁମେ ଭାବିଲ ତୁମେ କିଛି କିଲୋ ଶସ୍ୟ ଚୋରି କରିଛ। ଏହାକୁ କେହି ଜାଣିପାରିବେ ନାହିଁ। ତୁମେ କୃଷକ, ପୃଥିବୀ ମାତା ଏବଂ ମାନବତା ପ୍ରତି ବିଶ୍ୱାସ ଚୋରି କରିଛ। ଚାଷୀ ବିଶ୍ୱକୁ ଖାଦ୍ୟ ଦେବା ପାଇଁ ପ୍ରଚଣ୍ଡ ଖରାରେ ଝାଳ ବୁହାଏ ଏବଂ ତୁମେ ସେହି ଝାଳର ମୂଲ୍ୟ ତୁମର ନିଜ ନିକିତିରେ ବନ୍ଦ କରିଦେଲ। ମନେରଖ, ସେହି ନିକିତି କେବଳ ଓଜନ ମାପି ନଥିଲା, ଏହା ତୁମର ଧାର୍ମିକତା ଏବଂ ତୁମର ଅଧର୍ମର ପାଣି କଳସି ବଢ଼ି ଯାଇଥିଲା। ଏବଂ ଆଜି ତୁମର ପୁଣ୍ୟ କର୍ମ ସମ୍ପୂର୍ଣ୍ଣ ଶୂନ୍ୟ ଏବଂ ହାଲୁକା। ଯମରାଜଙ୍କ ସ୍ୱର ଆହୁରି ଭୟଙ୍କର ହେଉଥିବାରୁ ସେଠ ଥରୁଥିଲେ। ସେଠ ଛୋଟ ଛୋଟ ଭୁଲ ପାଇଁ ମଧ୍ୟ ସେମାନଙ୍କର ସମ୍ପୂର୍ଣ୍ଣ ମଜୁରୀ କାଟି ଦେଉଥିଲେ। ଗୋଟିଏ ଦିନ ସେଠଙ୍କ ପୂର୍ବତନ ଚାକରାଣୀ ଅସୁସ୍ଥ ଥିଲେ, ତେଣୁ ଗୋଟିଏ ବିଧବାଙ୍କୁ ଘର କାମ କରିବାକୁ ଡକାଗଲା। ବିଧବାଟି ପୂର୍ବରୁ ଲୋକ ଘରକାମ ବାସନ ମାଜି ସେଥିରୁ ଯେଉଁ ଟଙ୍କା ପାଉଥିଲେ, ଦୁଃଖରେ ଚଳୁଥିଲେ। ସେ ଭାବିଲେ ଯେ ଯଦି ସେ ଏତେ ବଡ଼ ଘରେ କାମ ପାଆନ୍ତି, ତେବେ ସେ ତାଙ୍କ କୁଟୀର ମରାମତି ପାଇଁ କିଛି ଅତିରିକ୍ତ ଟଙ୍କା ରୋଜଗାର କରିପାରିବେ।
से संपूर्ण सच्चोटता एवं निष्ठार सहित सेठंक घर सफा करने लगिले, किंतु मध्याह्न समय सेठ अंक को दृष्टि से ही असहाय विधवा उपरे पड़िला। सेठ एक शियाल परी भाविला जे एही महिला गरीब एवं असहाय, सहजरे टंका द्वारा प्रलोभित कले से मो कथा मानिबो। से विधवांको पाखरे ठिया हेले एवं तांको अत्यंत अवमानना सहित कथाबार्ता करिबाकु लागिले। से तांको रेशम शाढ़ी एवं अलंकार सहित प्रलोभित कले। जेतेबेले विधवा सेठ अंक घृण्य कथा शुणिले, तांकर रक्त गरम होइगला। से सेठ अंकु कहिले मु गरीब होई पारे, किंतु से जने सती, मोर आत्मसम्मान मध्य अछि। से साहस संग्रह करी सेठ अंक आखिरे सीधासळख चाहि कहिले, सेठ दयाकरी तुमर धनर लोभ अन्य काहाकु देखाओ। मु बासन माजी मोर जीविका अर्जन करि पारिबी, किंतु मु मोर चरित्र विक्रय करि पारिबी नाही। एक महलरे काम करिबाकु मना करुछि। बंधुगण एहा शुणी सेठ अंक गर्व बढ़ीगला। से आश्चर्य होइगले जे जने साधारण दासी मणिराजंकु मना करिबार साहस कला। से विधवार हाथकु जोररे धरिबाकु चेष्टा कले। विधवा निज हाथ झिंकी करी पछकु हटिगले। सेठ तांको पराजयकु हजम करी न पारी चित्कार कले, तुमे मोते अपमानित करिछ। एबे देखो मु तुम सहित कौन करुछि। संध्यारे जेतेबेले टंका देबार समय आसिला, विधवा तांको हाथकु बढ़ाई देले। सेठ एक कदर्य हस सहित तांको हाथरे केवल किछि मुद्रा देइथिले। विधवा जनक कहिले, सेठ एहा मोर मजूरीर अधा मध्य नुहे। सेठ कठोर भावरे कहिले, तुमे आजी तुमर काम ठीक भावरे करिनाह। तुमे सारा दिन आराम करिछ एवं एठारु चाली जाओ, नचेत मु तुमको बाहर करिदेबी। से विधवांको आखिरे लुह झरी आसिला। से अनुरोध कले, सेठ जी घरे खाद्यर गोटिए भी दाना नाही, एपरी कर नाही। किंतु पथर हृदय सेठ तांको प्रसादरु बाहर करिदेले। गरीब महिला जनक कांदी कांदी तांको कुड़ियाकु फेरी आसिले। सेही रातिरे तांको चुली जड़ी नथिला। से भोकरे कष्ट पाउथिले, किंतु तांको अपमानर जंत्रणा अधिक थिला। से भगवानंको आगरे मुंड नई प्रणाम करी प्रबल कांदिले। एक करुण स्वररे से चित्कार कले, हे प्रभु आपणंको दुनियारे न्याय सतरे मरीगला कि? सेही पापी समस्तंकु लुटुछि। से माँ एवं भौणी मानंकु अपमान करुछि, तथापि से शांतिरे दिन बिताउछि। एवं मु जी आपणंको नामरे बंचे अपमान एवं भोकरे पीड़ित। आपण प्रकृतरे आपणंको झियर दुख देखि पारु नाह। तांको लुहर गरम एते तीव्र थिला जे से सीधा जमंको पाखकु पहुंचिला। बंधुगण मने रखंतु जे जने गरीब व्यक्तिंको निश्वास एवं जने सतींको लुह केबे व्यर्थ जाए नाही। धनी व्यक्ति भाबिथिले जे से तांको दासीकु तांको स्थान देखाइछंती, किंतु वास्तवरे से निजर मृत्युकु निमंत्रण करिथिले। जने व्यक्तिर सबुठारु बड़ शत्रु हेउछि तांको अहंकार। जेतेबेले जने व्यक्ति अन्यमानंकु नीच भाबिबा आरंभ करे एवं सेमानंको असहायताकु परिहास करे, सेतेबेले तांकर पतन निश्चित। आजी तुम पाखरे टंका अछि, किंतु काली रहिबो नाही, किंतु तुमर कर्म सबुबेले तुम सहित रहिबो। सेही रातिरे विधवा भोकिला सोइबाकु गले। बंधुगण कहा जाए जे जने गरीब व्यक्तिंको कांदिबा लुहर एते शक्ति अछि जे एहा सबुठारु बड़ साम्राज्यकु मध्य ध्वंस करि पारिबो। सेठ मणिराज अनुभव कले जे से जने असहाय विधवांकु अपमानित करी निजर शक्ति प्रदर्शन करिसंती, किंतु से जानी नथिले जे तांकु प्रत्येक लुहर मूल्य तांको आत्मा सहित चुकाइबाकु पड़िबो। बंधुगण विधवा भोकिला एवं तृषार्त होई तांको कुड़ियारे सोइबाकु गले, परमेश्वरंकु प्रार्थना कले। एही समयरे सेठ मणिराज तांको प्रसादरे उत्सव पालन करुथिले। से भाबिले जे आजी से जने महिलांकु अपमानित करिसंती, जाहाकु सर्वदा जने अत्यंत स्वाभिमानी महिला भावरे विवेचना करा जाउथिला। से तांको मखमल बिछणारे सोइथिले। कोठरीटी अतरर बास्ना हेउथिला एवं महंगा झाड़ू एहाकु आलोकित करुथिला। बंधुगण सेही रातिरे मृत्युर दूतमाने सेठ अंक आत्माकु नेई चाली गले। मृत्युर दूतमाने सेठंको आत्मार बेकरे एक लुहा फासी लगाई पाताळकु टाणी नेई जाउछंती। एही यात्रा नरकठारु कम नथिला। बाटरे व्यवसायीटी तांको द्वारा मिसा जाइथिबा समस्त शस्य देखिला। से जेउमानंकु निर्यातना देइथिले से समस्त लोकंकु देखिला। से भयंकर शोष लागुथिला, किंतु जमंको दूतमाने तांकु पीबाकु गरम फुटुथिबा तेल देले। सेठ चित्कार करी कहुथिले, मोते क्षमा कर। किंतु जमंको दूतमाने कहिले, तुमे अन्यमानंकु अत्याचार करुथिलो ताहा तुमे किछि जानि पारु नथिलो।
ସେହି ସମୟରେ ନ୍ୟାୟ ଶେଷରେ ତାଙ୍କୁ ଯମଙ୍କ ଦରବାରରେ ହାଜର କରାଯାଇଥିଲା। ଏକ ଉଚ୍ଚ ସିଂହାସନ ଉପରେ ଧର୍ମର ସତ୍ୟ ଦେବତା ବସିଥିଲେ। ଚିତ୍ରଗୁପ୍ତ ତାଙ୍କ ପାଖରେ କର୍ମପତ୍ର ଧରି ବସିଥିଲେ। ସେଠ ଧନରାଜ ଯମଙ୍କ ପାଦ ତଳେ ପଡ଼ିଗଲେ। ସେ ନିବେଦନ କଲେ, ହେ ନ୍ୟାୟଦାତା, ମୋତେ ଆଉ ଗୋଟିଏ ସୁଯୋଗ ଦିଅ। ମୁଁ ମୋର ସମସ୍ତ ଧନ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବି। ମୁଁ ପ୍ରତ୍ୟେକ ଚାଷୀଙ୍କ ଋଣ ପରିଶୋଧ କରିବି। ମୋତେ ପୃଥିବୀକୁ ଫେରାଇ ଦିଅ। ଯମ ଦେବତା ଗର୍ଜନ କଲେ, କାଳ ପରେ ସଂକଳ୍ପର କୌଣସି ମୂଲ୍ୟ ନାହିଁ। ତୁମେ ମଣିଷମାନଙ୍କ ମଧ୍ୟରେ ରହି ସେମାନଙ୍କ ଜୀବିକା ଛଡ଼ାଇ ନେଇଛ। ତୁମେ ସମସ୍ତଙ୍କର ବିଶ୍ୱାସ ସହିତ ପ୍ରତାରଣା କରିଛ, କିନ୍ତୁ ଗଭୀର ଭାବରେ ତୁମେ ଏକ ଗଧିଆ ହୋଇ ରହିଲ। ସମାଜର ରକ୍ଷକ ହେବା ପରିବର୍ତ୍ତେ ତୁମେ ଶିକାରୀ ହେବାକୁ ବାଛିଲ। ସେଥିପାଇଁ ତୁମେ ଆଉ ମଣିଷ ବୋଲି କହିବାକୁ ଯୋଗ୍ୟ ନୁହଁ। ତୁମେ ଯାହାକୁ ପାଦତଳେ ଧୂଳି ବୋଲି ଭାବୁଥିଲ, ତୁମେ ସେହିପରି ରହିବ। ଚିତ୍ରଗୁପ୍ତ, ଏହି ପ୍ରାଣୀର ପରବର୍ତ୍ତୀ ଜୀବନ ନିର୍ଣ୍ଣୟ କର। ଯମରାଜ ତାଙ୍କ ବାଡ଼ିକୁ ଭୂମିରେ ଆଘାତ କଲେ ଏବଂ ନିର୍ଦ୍ଦେଶ ଦେଲେ ଯେ ଏହି ପାପୀକୁ ତାର ପରବର୍ତ୍ତୀ ଜୀବନରେ ଏକ ବୁଲା କୁକୁର କରି ଦିଆଯିବ। ଯମରାଜ ଏହି ଦଣ୍ଡର କାରଣ ବୁଝାଇଲେ। ତାକୁ ସେହି ରାସ୍ତାରେ ଦିଆଯିବା ଉଚିତ ଯେଉଁଠାରେ ତାର ଶସ୍ୟ ଦୋକାନ ଥିଲା। ସେ ସେଠାରେ ବୁଲିବ, ସେ କୁକୁର ହୋଇଯିବ। ଏକ ପ୍ରାଣୀ ଯାହା ତାର ବିଶ୍ୱସ୍ତତା ପାଇଁ ଜଣାଶୁଣା, ଯାହା ଦ୍ୱାରା ଏହା ବିଶ୍ୱସ୍ତତାର ପାଠ ଶିଖିପାରିବ। କିନ୍ତୁ ସେ ଏପରି ଘର ପାଇବ ନାହିଁ ଯେଉଁଠାରେ ସେ କାହାର ଆଦର ସମ୍ମାନ ପାଇପାରିବ ନାହିଁ। ସେ ଏକ ବୁଲା କୁକୁର ହେବ। ଯେଉଁମାନେ ଥରେ ତାଙ୍କ ଆଗରେ ହାତ ଯୋଡ଼ି ଠିଆ ହୋଇଥିଲେ ସେମାନେ ଏବେ ତାଙ୍କୁ ଖାଦ୍ୟ ଫିଙ୍ଗିବେ। ଯେଉଁମାନଙ୍କୁ ସେ ଥରେ ଭର୍ତ୍ସନା କରିଥିଲେ ସେମାନେ ଏବେ ତାଙ୍କୁ ବାଡ଼ିରେ ପିଟିବେ। ଯେତେବେଳେ ତାଙ୍କୁ ଅଳିଆ ଗଦାରେ ଖାଦ୍ୟ ଖୋଜିବାକୁ ପଡ଼ିବ ସେତେବେଳେ ସେ ବୁଝିପାରିବେ ଯେ ଭୋକ କ'ଣ। ବନ୍ଧୁଗଣ, ଏହା ଶୁଣି ସେଠଙ୍କ ଆତ୍ମା ଚିତ୍କାର କଲା। ତାଙ୍କୁ ତାଙ୍କର ବିଳାସପୂର୍ଣ୍ଣ ଜୀବନ ମନେ ପଡ଼ିଲା। ସେହି ମଖମଲ ବିଛଣା, ତାଙ୍କ ଆଦେଶରେ ଚାଲିଥିବା ସେହି ଚାକରମାନେ, 56 ପାତ୍ର ସଜ୍ଜିତ ଖାଦ୍ୟ, ସେହି ରୂପା ପାତ୍ର ନାହିଁ। ସେ ଭାବିଲେ, ମୁଁ କ'ଣ ଏବେ ସେହି ମଇଳାରେ ରହିବାକୁ ପଡ଼ିବ? ମୋତେ ମଇଳା ପାଣି ପିଇବାକୁ ପଡ଼ିବ। ଲୋକମାନେ ମୋ ଉପରେ ପଥର ଫିଙ୍ଗିବେ। ଯମରାଜ ଉତ୍ତର ଦେଲେ, ହଁ, ଏହା ତୁମର କର୍ମର ପରିଣାମ। ତୁମେ ମଣିଷର ଅଇଁଠା ଖାଦ୍ୟ ଖାଇବ କିନ୍ତୁ ତୁମକୁ କେହି ଆଦର କରିବେ ନାହିଁ। ଏବେ ତୁମେ ମାଂସ ଏବଂ ମଇଳା ଖାଇବ କିନ୍ତୁ ତୁମେ ଖାଦ୍ୟର ଗୋଟିଏ ବି ଦାନା ପାଇବ ନାହିଁ। ତୁମେ ଅନ୍ୟମାନଙ୍କୁ ଯନ୍ତ୍ରଣା ଦେଇଛ, ଏବେ ତୁମେ ନିଜେ କଷ୍ଟ ପାଇବ। ଯମରାଜ କହିଲେ, ମହାଶୟ, ତୁମେ ଧନର ଚମତ୍କାର ଆକର୍ଷଣ ପାଇଁ ତୁମର ଆଖି ବନ୍ଦ କରିଦେଇଛ। କିନ୍ତୁ ତୁମେ ଜାଣି ନଥିଲ ଯେ ଈଶ୍ୱରଙ୍କ ଦରବାରରେ କେହି ବଡ଼ କିମ୍ବା ଛୋଟ ନୁହନ୍ତି। ସେଠାରେ କେବଳ କର୍ମର ଓଜନ କରାଯାଏ। ଏହି ସମୟରେ ଚିତ୍ରଗୁପ୍ତ ତାଙ୍କର ଦିବ୍ୟ ପୁସ୍ତକ ଅନ୍ୟ ପୃଷ୍ଠା ଓଲଟାଇ କହିଲେ, ଏହି ମଣିରାଜ କେବଳ ଜଣେ ବିଧବାଙ୍କୁ ହଇରାଣ କରିନାହାନ୍ତି, ବରଂ ତାଙ୍କର ପାପ ଗଭୀର। ତାଙ୍କର କର୍ମର ହିସାବରେ ଆଉ ଏକ ଅନ୍ଧକାର କାହାଣୀ ଅଛି। ଏହା ଶୁଣି ସବୁଠାରୁ ପଥର ହୃଦୟ ବ୍ୟକ୍ତିର ଆତ୍ମା ମଧ୍ୟ ଥରି ଉଠିବ। ଚିତ୍ରଗୁପ୍ତ ସେଠ ମଣିରାଜଙ୍କ ଦ୍ୱିତୀୟ ପାପପୂର୍ଣ୍ଣ କାହାଣୀ କହିବା ଆରମ୍ଭ କଲେ। ଚିତ୍ରଗୁପ୍ତ କହିଲେ, ପ୍ରଭୁ, ଏହି ଘଟଣା ସେହି ସମୟରେ ଘଟିଥିଲା ଯେତେବେଳେ ମଣିରାଜଙ୍କ ଉପରେ ଲକ୍ଷ୍ମୀଙ୍କ ଅପାର ଆଶୀର୍ବାଦ ଥିଲା। କିନ୍ତୁ ସରସ୍ୱତୀ ଏବଂ କରୁଣା ତାଙ୍କ ହୃଦୟରେ ବାସ କରିନଥିଲେ। ସେହି ବର୍ଷ ରାଜ୍ୟରେ ଏକ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଆକାଶରୁ ଅଗ୍ନି ବର୍ଷା ହେଲା ଏବଂ ପୃଥିବୀ ଶୁଷ୍କ ହୋଇଗଲା। ଗାଁର କୂଅଗୁଡ଼ିକ ଶୁଖିଗଲା ଏବଂ ଗୋଟିଏ ବି ଶସ୍ୟ ଉତ୍ପାଦନ ହେଉନଥିଲା। ଲୋକମାନେ ଭୋକରେ କ୍ଳାନ୍ତ ହୋଇ ରାସ୍ତାରେ ପଡ଼ି ରହୁଥିଲେ। ସେତେବେଳେ ସେଠ ମଣିରାଜଙ୍କ ପାଖରେ ବିସ୍ତୃତ ଶସ୍ୟ ଭଣ୍ଡାର ଥିଲା। ଯଦି ସେ ଚାହିଁଥାନ୍ତେ ସେ ସମଗ୍ର ଗାଁକୁ ଖାଦ୍ୟ ଦେଇପାରିଥାନ୍ତେ। କିନ୍ତୁ ସେ ତାଙ୍କ ଗୋଦାମଗୁଡ଼ିକୁ ମୋଟା ତାଲା ପକାଇ ଦେଇ ବନ୍ଦ କରିଦେଲେ, ଯାହା ଫଳରେ ସେ ପରେ ଅଧିକ ମୂଲ୍ୟରେ ଶସ୍ୟ ବିକ୍ରି କରିପାରିବେ। ସେ ଭୋକିଲା ଲୋକଙ୍କ ଜମି କାଗଜପତ୍ର ଆଣିବାକୁ ଅପେକ୍ଷା କରିଥିଲେ ଏବଂ ସେ ସେଗୁଡ଼ିକୁ 1 ଟଙ୍କାରେ କିଣିବେ। ବନ୍ଧୁଗଣ, ସେହି ସହରରେ ରମେଶ ନାମକ ଜଣେ ଗରିବ ଶ୍ରମିକ ରହୁଥିଲେ। ରମେଶ ତାଙ୍କର ସମଗ୍ର ଯୌବନ ଏହି ସେଠର ଗୋଦାମରେ ଖାଦ୍ୟ ବୋହିବାରେ ବିତାଇ ଦେଇଥିଲେ। ତାଙ୍କ ଶରୀର ଏବେ କ୍ଳାନ୍ତ ହୋଇଯାଇଥିଲା। ତାଙ୍କ ସ୍ତ୍ରୀ ଘରେ ଅସୁସ୍ଥ ଥିଲେ ଏବଂ ତାଙ୍କ ଛୋଟ ପିଲା ଭୋକରେ କାନ୍ଦୁଥିଲେ। ରମେଶ ପାଖରେ ଗୋଟିଏ ଟଙ୍କା ମଧ୍ୟ ନଥିଲା। ଶେଷରେ ସେ ତାଙ୍କ ସ୍ତ୍ରୀଙ୍କ ରୂପା ଅଳଙ୍କାର ସହିତ ସେଠର ପ୍ରସାଦରେ ପହଞ୍ଚିଲେ। କଙ୍କଣ ଥରୁଥିବା ହାତରେ ରମେଶ ସେଠଙ୍କ ସମ୍ମୁଖରେ କଙ୍କଣ ରଖି ଅନୁରୋଧ କଲା, ସେଠଜୀ, ଆପଣ ଖାଦ୍ୟ ଯୋଗାଣକାରୀ। ମୋ ପିଲା 3 ଦିନ ହେଲା ଭୋକିଲା ଅଛନ୍ତି। ଦୟାକରି ଏହି କଙ୍କଣ ଗୁଡ଼ିକୁ ରଖନ୍ତୁ ଏବଂ ମୋ ପରିବାର ବଞ୍ଚିବା ପାଇଁ ମୋତେ କିଛି ଶସ୍ୟ ଦିଅନ୍ତୁ। ମୁଁ ସାରା ଜୀବନ ଆପଣଙ୍କର ସେବା କରିଛି। ଦୟାକରି ମୋ ଉପରେ ଦୟା କରନ୍ତୁ। ଚିତ୍ରଗୁପ୍ତ କୁହନ୍ତି, ପ୍ରଭୁ, ଏହି ପାପୀ ଧନରାଜ ସେହି କଙ୍କଣଗୁଡ଼ିକୁ ଦେଖି ଏକ ଆଘାତ ଦେଲେ।
से कहिले रमेश व्यवसाय रे विश्वासर कौनसी मूल्य नाही। मु मोर मूल्यवान शस्य को एही सस्ता चूड़ी पाई बदलाई पारिबी नाही। शस्य एबे सुना दाम रे बिक्री हेउछि। जदि तुमे शस्य चाहुंछ तुमर जमी कागजपत्र आनो नचेत एठारु चाली जाओ। गरीब रमेश कांदी तांको पाद तले पड़ीगला। किंतु धनी व्यक्तिंको हृदय स्थिर रहिला। से तांको चाकर मानंकु एही गरीब लोकंकु बाहर करिदेबाकु निर्देश देले। जेतेबेले रमेश को सेठ अंक महलरु बाहर करि दियागला तांकर चूड़ीगुड़िक मध्य धूली रे चूर्ण होईगला। लुहभरा स्वररे रामस आकाश को हाथ उठाई कहिले सेठ आजी तुमे शस्य उपरे बसिछ किंतु मने रख परमेश्वर तुमको एही शस्यर प्रत्येक शस्य पाई अभाव रहिबो। तुमे सबुबेले भोक उपासरे कांदिबो। कहा जाए जे केबे भी सेही हाथ को असम्मान करिबा उचित नुहें जेउमाने तुमर प्रगति पाई झाड़ बुहांती। जने श्रमिकंकु सेमानंकर अधिकाररु वंचित करिबा ईश्वरंकु अपमान करिबा सहित समान। शस्य हेउछि ईश्वरंक एक रूप। जेउमाने एहाकु एक निरापद स्थान रे रखी बंद करंती एवं अन्यमानंकु जंत्रणा दियंती सेमानंकु परवर्ती जीवन रे मैला एवं अवशिष्ट द्रव्य रे बंचिबाकु पड़िबो। जने असहाय व्यक्तिंको आखिरु लुह बहिगला। पापीर समग्र परिवार को नष्ट करिबार शक्ति सेमानंकर अछि। जमराज कहिले मणिराज एबे तुमे बुझिबा उचित ये तुमको एही कुकुरर शरीर काहींकी दिया जाउछि। बंधुगण एठारे एक गभीर अर्थ लुचि रहिछि। ईश्वर आमको दंड दियंती नाही। आमर कार्य हेउछि आमर दंड। सेठ केबे काहार दुख बुझी नथिले। सेथिपाई से एबे एपरी एक शरीर को जाउथिले जेउठारे से कथा मध्य कहि पारिबे नाही केवल कार्य करिबे। कुकुरर शरीरर अर्थ अन्यमानंको उपरे निर्भरशीलता एवं अपमानर तिक्त स्वाद। जमराज जमदूत मानंकु इंगित कले। सेमाने सेठ अंक सूक्ष्म शरीर उठाई बैतरणी नदी कूलकु नहीं गले जेउठारे पुनर्जन्मर चक्र आरंभ हुए। सेठ अंक आत्मा देखि पारुथिला जे तांकर नूतन शरीर जंत्रणादायक। चारि गोड लांज एवं मैला केश तांको स्मृति एबे भी तांको सहित रहिछि जहा तांको दंड को आहुरी कठोर करि देइछि। बंधुगण पदवी प्रतिष्ठा एवं धन केवल एही जगतर अलंकार। परलोकरे केवल तुमर चरित्र एवं दया तुम पाई उपयोगी। जेउमाने शक्तिरे गर्वित होई आजी गरीबंकु चापी देउछंती सेमाने बुझिबा उचित ये ईश्वरंको अदालत विलंब होई पारे किंतु अन्यायर दिने ना दिने दंड निश्चय मिलिबो। बंधुगण सेठ अंक आत्मा कुकुर शरीर रे प्रवेश करिबा मात्रे से भाबिबाकु लागिला मोर विलासपूर्ण मखमल बिछना केउंठी। सेही सुगंधित महल केउंठी हजिगला। चारि पाखरे नाळर दुर्गंध थिला। शरीर रे कुंडाई हेउथिला एवं कादुଅ थिला। तांकर जीभरु लाळ बाहारु थिला। स्वादिष्ट भोजन खाइबा पाई इच्छा हेउथिला। सेठ अंक आत्मा एबे कुकुर रूपरे जमलोकर द्वार देशरे थरी थरी ठिया होइथिला। से अनुभव करुथिला जे जदि से नीरव रहे तेबे एहा अनंत काल पाई एही नरक जंत्रणारे पड़ी रहिबो। से निजर समस्त आध्यात्मिक शक्ति संग्रह करी जमराजंको पाद तले पड़ी जंत्रणारे चित्कार कला। सेठ कुकुररे परिणत होई असुर स्वररे चित्कार कला हे प्रभु हे सर्वज्ञ तुमे न्यायर देवता। तेबे मो प्रति एते घोर अन्याय काहिंकी। मनुष्यरु कुकुर प्रभु एही जीवन प्रत्येक पदक्षेपरे भयंकर जंत्रणारे परिपूर्ण। मोते प्रबल थंडारे खोला आकाश तले कष्ट भोगिबाकू पड़िबो। क्षुधा मेंटाइबा पाई मोते अलिया गदा मध्यरे गड़ी गड़ी जीवाकू पड़िबो। एवं सबुठारु बड़ दुख हेउछि मनुष्य एवं सेमानंकर लाठी एवं बाड़ी प्रति दुर्व्यवहार। लोकमाने मोते देखिबा मात्रे मो उपरे पत्थर फिंगिबे। सेमाने मो उपरे मैला पानी फिंगिबे। एही भूल पाई एते भयंकर दंड कौन यथार्थ। एवं प्रभु दयाकरी मोते एहा मध्य कुहंतु जे सेही भूल गुड़िक कौन जहा जने मनुष्य को एही नीच जन्म को नहीं जाए केउ उपाय करिबा द्वारा विश्वर अन्य लोकमाने मध्य एही नरकरु रक्षा पाई पारिबे। तापरे जमराज कहिले हे प्राणी तुमे जाहाकु भूल कहुछ ताहा प्रकृतरे तुमर समग्र जीवनर प्रकृति थिला। सुन कुकुर जन्म एक साधारण दंड नुहे। एहा एक दर्पण जेउथिरे तुमे तुमर प्रकृत चेहरा देखिबो। तुमे पचार केउ पापी मानंकु एही जन्म मिले। तेणु ध्यान देई सुनो एवं निज विवेक को पचार जिए अन्य मानंको विश्वास को भांगी थाए ताकु कुकुर हेबाकु पड़ी थाए। कुकुर हेउछि विश्वस्तर प्रतीक। ईश्वर एहाकु एही जन्म दियंती जहा द्वारा से जानी पारिबो जे विश्वस्तता कौन। तुमे सेही कृषक मानंको विश्वास को भांगीछ जेउमाने तुम पाखरे सेमानंकर फसल छाड़ी आसीथिले।
ତୁମେ କାମ ଖୋଜିବାକୁ ତୁମ ପାଖକୁ ଆସିଥିବା ବିଧବାଙ୍କ ବିଶ୍ୱାସକୁ ଭାଙ୍ଗିଛ। ତାକୁ ସମାଜର ଅପମାନ ସହ୍ୟ କରିବାକୁ କୁକୁର ହେବାକୁ ପଡ଼ିଥାଏ। ଏବଂ ଦ୍ୱିତୀୟ ପାପ ହେଉଛି ଯେତେବେଳେ ଜଣେ ବ୍ୟକ୍ତି ପାଖରେ ଖାଦ୍ୟର ଗୋଦାମ ଘର ପୂର୍ଣ୍ଣ ଥାଏ ଏବଂ ଏକ ଭୋକିଲା ଏବଂ ତୃଷାର୍ତ ପ୍ରାଣୀ ତାର ଦ୍ୱାରଦେଶରୁ ଖାଲି ହାତରେ ଫେରିଥାଏ, ସେହି ଖାଦ୍ୟ ଅପମାନିତ ହୁଏ। ତୁମେ ତୁମର ଘର ବାହାରେ କୁକୁରମାନଙ୍କ ଠାରୁ ସାବଧାନ ରୁହ ଲେଖାଥିବା ଏକ ସାଇନବୋର୍ଡ ଲଗାଇଛ ଏବଂ ଭୋକିଲାମାନଙ୍କୁ ବାଡ଼ି ସାହାଯ୍ୟରେ ଘଉଡ଼ାଇ ଦେଇଛ। ଏବେ ତୁମେ ନିଜେ ସେହି ସାଇନବୋର୍ଡ ତଳେ ଠିଆ ହେବ, ଏକ ରୁଟି ଖଣ୍ଡ ପାଇଁ 12 ଘର ବୁଲିବ। ଯିଏ ଖାଦ୍ୟକୁ ଏକ ସିନ୍ଦୁରରେ ବନ୍ଦ କରି ପଚିବାକୁ ଦିଏ କିନ୍ତୁ କେବେ କାହାକୁ ଖାଦ୍ୟ ଦିଏ ନାହିଁ, ସେ ପରବର୍ତ୍ତୀ ଜୀବନରେ ଖାଦ୍ୟ ପାଇଁ ଲକ୍ଷ୍ୟହୀନ ଭାବରେ ବୁଲିବାକୁ ପଡ଼ିବ। ତୃତୀୟ ପାପ ହେଉଛି ଅନ୍ୟ ଜଣେ ମହିଳାଙ୍କ ଉପରେ ଖରାପ ନଜର ପକାଇବା। ଜଣେ ଅସହାୟ ମହିଳାଙ୍କ ଅସହାୟତାକୁ ଶୋଷଣ କରୁଥିବା କିମ୍ବା ତାଙ୍କ ଉପରେ କୁଦୃଷ୍ଟି ପକାଉଥିବା ପୁରୁଷ ସମାଜର ସବୁଠାରୁ ନିମ୍ନ ସ୍ତରର। ତୁମେ ସେହି ବିଧବାଙ୍କ ଦାରିଦ୍ର୍ୟକୁ ଦୁର୍ବଳତା ଭାବିଥିଲ। ମନେରଖ, ମୃତ୍ୟୁର ଦୂତମାନେ ନିଜେ ଆସି ସେହି ଘରର ଆଶୀର୍ବାଦ ଛଡ଼ାଇ ନେଇଯାଆନ୍ତି ଯେଉଁଠାରେ ଜଣେ ମହିଳା ଲୁହ ଢାଳେ। ତୁମେ ତାକୁ ସମାଜରୁ ବାସନ୍ଦ କରିଥିବା ଅନୁଭବ କରାଇଲ। ଏବେ ତୁମେ ନିଜେ ରାସ୍ତାରେ ବୁଲିବ ସମାଜରୁ ବାସନ୍ଦ ହୋଇ। ଚତୁର୍ଥ ପାପ ହେଉଛି ଜିଭର ସ୍ୱାଦ ନଷ୍ଟ କରିବା। ତୁମେ ଶସ୍ୟରେ ପଥର ଏବଂ ବିଷ ମିଶାଇଲ। ତୁମେ ନିରୀହ ଲୋକଙ୍କ ପେଟରେ ରୋଗ ସୃଷ୍ଟି କଲ। ତେଣୁ ଏବେ ତୁମେ ଯାହାକୁ ଘୃଣା ଦୃଷ୍ଟିରେ ଦେଖୁଥିଲ ତାହା ଖାଇବାକୁ ପଡ଼ିବ। ତୁମେ ପବିତ୍ର ଖାଦ୍ୟକୁ ଅସମ୍ମାନ କରିଥିଲ। ଏବେ ତୁମେ ବଳକା ଖାଦ୍ୟରେ ବଞ୍ଚିବ। ଏହା ଦେଖି ସେଠଙ୍କ ଆତ୍ମା କମ୍ପି ଉଠିଲା। ଯମରାଜ ଧୀରେ କହିଲେ, ତୁମେ କହୁଛ ଯେ ଏହି ଜଗତରେ ବହୁତ ଦୁଃଖ ଅଛି। ହଁ, ଦୁଃଖର କାରଣ ସ୍ୱୟଂ ତୁମେ କେବେ କାହାର ଦୁଃଖ ଅନୁଭବ କରିନାହଁ। ଯେତେବେଳେ ତୁମେ ଶାନ୍ତ ମନରେ କାହାର ଦୁଃଖ ଅନୁଭବ କରିବ, ତୁମେ ସେହି ଗରିବ ଲୋକକୁ ମନେ ପକାଇବ ଯାହାର ଘର ତୁମେ ଋଣ ବଦଳରେ ଛଡ଼ାଇ ନେଇଥିଲ। ଯେତେବେଳେ ତୁମେ ତୃଷାର୍ତ ଅନୁଭବ କରିବ, ତୁମେ ସେହି ତୃଷାର୍ତ ଯାତ୍ରୀଙ୍କୁ ମନେ ପକାଇବ ଯାହାକୁ ତୁମେ ତୁମର କୂଅରୁ ପାଣି ନେବାକୁ ଦେଇ ନଥିଲ। ଏହି ଜୀବନ ହିଁ ତୁମକୁ ଅହଙ୍କାର ଦ୍ୱାରା ଶୂନ୍ୟତା ଆଡ଼କୁ ନେଇଯିବ। ଯମରାଜ କହିଲେ, ଏବେ ଯାଅ ଏବଂ ସେହି ପୃଥିବୀକୁ ଫେରିଯାଅ। କିନ୍ତୁ ଗୋଟିଏ କଥା ମନେ ରଖ, ତୁମର ସ୍ମୃତି ତୁମ ସହିତ ରହିବ। ତୁମେ ଦେଖିବ ଯେ ତୁମର ମୃତ୍ୟୁ ପରେ ତୁମର ଆତ୍ମୀୟମାନେ ତୁମର ଧନ ପାଇଁ କିପରି ଲଢ଼ୁଛନ୍ତି। କେହି ତୁମକୁ ମନେ ରଖିବେ ନାହିଁ। ତୁମେ କେବଳ ତୁମର ବିଶ୍ୱସ୍ତତା ଦ୍ୱାରା ତୁମର ପରବର୍ତ୍ତୀ ଜୀବନକୁ ଉନ୍ନତ କରିପାରିବ। ଯଦି ତୁମେ ଏହି ଜୀବନରେ ବଞ୍ଚି ରହି କାହାର ମଙ୍ଗଳ କର କିମ୍ବା ଈଶ୍ୱରଙ୍କ ନାମ ନିଅ, ତେବେ ହିଁ ତୁମର ମୁକ୍ତି ସମ୍ଭବ। ବନ୍ଧୁଗଣ, ଆମେ ଭାବୁଛୁ ଯେ ଅନ୍ଧାରରେ ଆମେ କ'ଣ କରୁଛୁ ତାହା କେହି ଦେଖୁନାହାନ୍ତି। କିନ୍ତୁ ଚିତ୍ରଗୁପ୍ତଙ୍କ କଲମ ଏବଂ ପ୍ରକୃତିର ନିୟମ କେବେ ବିଫଳ ହୁଏ ନାହିଁ। କୁକୁରର ଜୀବନ ଆମକୁ ବିଶ୍ୱସ୍ତତା, ଧୈର୍ଯ୍ୟ ଏବଂ ସହନଶୀଳତା ଶିଖାଏ। ସେଠଙ୍କ ଆତ୍ମା ଦୂତମାନଙ୍କ ସହିତ ମୃତ୍ୟୁଲୋକ ଦୁନିଆକୁ ଫେରି ଆସିଲା। ତାଙ୍କ ଭିତରେ ଅନୁତାପର ଏକ ସମୁଦ୍ର ଉଛୁଳି ପଡ଼ିଲା। ସେ ଅନୁଭବ କଲେ ଯେ ସେ କ'ଣ ହରାଇଛନ୍ତି। ଏବେ ସେ ସେହି ସହରର ରାସ୍ତାରେ ପହଞ୍ଚିବାକୁ ଯାଉଥିଲେ ଯେଉଁଠାରେ ସେ ଥରେ ରାଜତ୍ୱ କରୁଥିଲେ। ବନ୍ଧୁଗଣ, ମଣିଷ କେବଳ ଉପଭୋଗ ପାଇଁ ନୁହେଁ ବରଂ ସେବା ପାଇଁ ଜନ୍ମ ନିଅନ୍ତି। ଯଦି ଆମେ ଆମର କ୍ଷମତା ସତ୍ତ୍ୱେ ଅନ୍ୟମାନଙ୍କୁ ସାହାଯ୍ୟ ନ କରି ପ୍ରତାରଣା କରନ୍ତି, ତେବେ ଆମେ ଆମର ଭବିଷ୍ୟତର ଅସୁବିଧାର ମଞ୍ଜି ବୁଣୁ। ବନ୍ଧୁଗଣ, ସେଠ ବର୍ତ୍ତମାନ ଏକ କୁକୁର ତାଙ୍କ ପୁରୁଣା ଶସ୍ୟ ବଜାର ଆଡ଼କୁ ଲଙ୍ଗଳା ହୋଇ ଯାଉଥିଲେ। ସେ ଭାବିଲେ ଯେ ହୁଏତ ତାଙ୍କ ପୁରୁଣା ଚାକର, ତାଙ୍କ ହିସାବ ରକ୍ଷକ କିମ୍ବା ତାଙ୍କ ପରିବାର ତାଙ୍କୁ ଚିହ୍ନି ପାରିବେ। ସେ ତାଙ୍କ ନିଜ ବିଳାସପୂର୍ଣ୍ଣ ପ୍ରସାଦର ଦ୍ୱାରଦେଶରେ ପହଞ୍ଚିଲେ। ସେଠାରେ ସେ ତାଙ୍କ ପୁଅ ଏବଂ ସମ୍ପର୍କୀୟମାନଙ୍କୁ ତାଙ୍କ ସମ୍ପତ୍ତିର ବଣ୍ଟନ ପାଇଁ ପରସ୍ପର ମଧ୍ୟରେ ଲଢ଼ୁଥିବାର ଦେଖିଲେ। ସେଠ ପାଇଁ କେହି ଜଣେ ବି କାନ୍ଦୁ ନଥିଲା। କୁକୁର ପ୍ରସାଦର ଦ୍ୱାରଦେଶରେ ପ୍ରବେଶ କରିବା ମାତ୍ରେ ତାଙ୍କ ନିଜ ପୁଅ ଚିତ୍କାର କରି କହିଲା, ଏ ମଇଳା କୁକୁରକୁ ଏଠାକୁ କେମିତି ଆସିଲା? ତାକୁ ବାଡ଼ିରେ ଘଉଡ଼ାଇ ଦିଅ, ନଚେତ୍ ସେ ଘରଟିକୁ ଅପବିତ୍ର କରିବ। ଚାକର କୁକୁରଟିକୁ ବାଡ଼ିରେ ଜୋରରେ ବାଡ଼େଇ ଦେଲା। କୁକୁର ରୂପରେ ସେଠଙ୍କ ପଛ ଗୋଡ଼କୁ ଆଘାତ ଲାଗିଲା। ସେ ଯନ୍ତ୍ରଣାରେ ଚିତ୍କାର କଲେ, ତାଙ୍କ ଆଖିରୁ ଲୁହ ଝରିଲା। ସେ ଭାବିଲେ, ମୁଁ ମୋ ରକ୍ତ, ଝାଳ ଏବଂ ଅନ୍ୟମାନଙ୍କ ରକ୍ତରେ ଯେଉଁ ଘର ତିଆରି କରିଥିଲି, ତାହା ଏବେ ମୋ ପାଇଁ ବନ୍ଦ ହୋଇଯାଇଛି। 2 ଦିନ ବିତିଗଲା। ସେଠଙ୍କ ପାଖରେ ଗୋଟିଏ ବି ଖାଦ୍ୟ ନଥିଲା। ସେ ସେହି ବଜାରର ରାସ୍ତାରେ ବୁଲିବାକୁ ଲାଗିଲେ ଯେଉଁଠାରେ ସେ ହଜାର ହଜାର ଟନ୍ ଶସ୍ୟ ସଂରକ୍ଷଣ କରିଥିଲେ। ସେ ନିଜ ଦୋକାନକୁ ଗଲେ ଯେଉଁଠାରେ ତାଙ୍କ ହିସାବ ରକ୍ଷକ ବସିଥିଲେ। ସେଠ ତାଙ୍କ ଲାଞ୍ଜ ହଲାଇ କିଛି ଖାଇବା ପାଇଁ ଇଙ୍ଗିତ କଲେ। ହିସାବ ରକ୍ଷକ ତାଙ୍କ ଉପରକୁ ଏକ ପୋଡ଼ା ବାସି ରୁଟି ଖଣ୍ଡ ଫୋପାଡ଼ିଲେ, ଯାହା ସିଧାସଳଖ ନାଳରେ ପଡ଼ିଗଲା। ଭୋକ ସେଠଙ୍କ ଭିତରକୁ ପୋଡ଼ି ଦେଉଥିଲା।
ତାଙ୍କୁ ଯମଙ୍କ କଥା ମନେ ପଡ଼ିଲା। ତୁମେ ଶୁଦ୍ଧ ଖାଦ୍ୟର ଅସମ୍ମାନ କରିଛ, ଏବେ ତୁମେ ଅଳିଆ ଆବର୍ଜନାରେ ଖାଦ୍ୟ ଖୋଜିବ। ଅହଙ୍କାରୀ ସେଠ ନାଳ ପାଖରେ ପଡ଼ିଥିବା ମଇଳା ଖଣ୍ଡ ଉଠାଇବାକୁ ବାଧ୍ୟ ହେଲେ। ସେହି ଖଣ୍ଡ ଖାଇବା ମାତ୍ରେ ସେ ସେହି ଗରିବ ଶ୍ରମିକମାନଙ୍କୁ ମନେ ପକାଇଲେ ଯେଉଁମାନଙ୍କର ଅଧା ଖାଦ୍ୟ ସେ ଚୋରି କରିଥିଲେ। ଆଜି ସେ ଭୋକର ଯନ୍ତ୍ରଣା ବୁଝିପାରିଲେ। ବୁଲି ବୁଲି ସନ୍ଧ୍ୟା ହୋଇଗଲା। ପ୍ରବଳ ଥଣ୍ଡା ଲାଗିଥିଲା। ସେଠଙ୍କ ଶରୀର ଥରି ଉଠିଥିଲା। ତାପରେ ତାଙ୍କ ପାଦଗୁଡ଼ିକ ଆପେ ଆପେ ସହରର ଶେଷ ଭାଗରେ ଥିବା ସେହି ଛୋଟ ମାଟି ଛାତ ଘର ଆଡ଼କୁ ମୁହାଁଣିଲା। ଏହା ସେହି ବିଧବାଙ୍କର ଥିଲା ଯାହାକୁ ସେ ଅପମାନିତ କରିଥିଲେ ଏବଂ ଯାହାର ଟଙ୍କା ସେ ଚୋରି କରିଥିଲେ। କୁକୁରଟି ଚୁପଚାପ ଯାଇ ସେହି କୁଡ଼ିଆର ଦ୍ୱାର ପାଖରେ ବସିଲା। ଚୁଲି ଜଳିବାର ଶବ୍ଦ ଭିତରୁ ଆସିଥିଲା। ସେ ଭୟ କରୁଥିଲେ ଯେ ଯଦି ତାଙ୍କୁ ସେଠାରୁ ମଧ୍ୟ ବାଡ଼ି ଧରି କେହି ଘଉଡ଼ାଇ ଦେବ। କିନ୍ତୁ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା, କୌଣସି ଚିତ୍କାର ନଥିଲା। କିଛି ସମୟ ପରେ ବିଧବା ଜଣକ ହାତରେ ଏକ ଛୋଟ ମାଟି ପ୍ଲେଟ୍ ଧରି ବାହାରକୁ ଆସିଲେ। ତାଙ୍କ ପାଖରେ 2ଟି ଶୁଖିଲା ରୁଟି ଏବଂ ଟିକେ ଲୁଣ ଥିଲା। ସେ ଦେଖିଲେ ଯେ ଦ୍ୱାର ପାଖରେ ଏକ ଅସହାୟ, ଆହତ ଏବଂ ଭୋକିଲା କୁକୁର ବସିଛି, ଯାହାର ଆଖିରେ ଯନ୍ତ୍ରଣା ଅଛି। ବିଧବା ଜଣକ କୁକୁର ପ୍ରତି ଗଭୀର ସ୍ନେହ ଅନୁଭବ କଲେ। ସେ ତାଙ୍କ ଚିରା ଚାଦରର ଏକ କୋଣକୁ ସଜାଡ଼ିଲେ ଏବଂ କୁକୁର ପାଖରେ ବସି କହିଲେ, ବିଚାରୀ, ତୁମେ ମୋ ପରି ଏହି ଦୁନିଆରେ ଏକା ମନେ ହେଉଛ। ଦେଖ, ମୋ ପାଖରେ ତୁମକୁ ଦେବା ପାଇଁ କିଛି ନାହିଁ, କିନ୍ତୁ ଏଠାରେ ଅଧା ରୁଟି ଅଛି, ସଚ୍ଚୋଟ ଭାବରେ ରୋଜଗାର କରିଛି। ଏହାକୁ ଖାଅ, ଏହା ତୁମର କ୍ଷୁଧା ଟିକେ ମେଣ୍ଟାଇବ। ବିଧବା ତାଙ୍କ 2ଟି ରୁଟି ମଧ୍ୟରୁ ଗୋଟିଏ ଭାଙ୍ଗି ଛୋଟ ଛୋଟ ଖଣ୍ଡ କରି କୁକୁର ଆଗରେ ରଖିଲେ। ଧନୀ ଲୋକଟିର ଆତ୍ମା ଥରି ଉଠିଲା। ସେ ଦେଖିଲେ ଯେ ସେ ଯେଉଁ ସ୍ତ୍ରୀଲୋକକୁ ପ୍ରତ୍ୟେକ ରୁଟି ପାଇଁ ଭୋକରେ ରଖିଥିଲେ, ସେ ଏବେ ତାଙ୍କୁ ତାଙ୍କ ଅଂଶର ଅଧା ଖାଦ୍ୟ ଦେଉଛନ୍ତି। ସେ ରୁଟି ଖାଇବା ମାତ୍ରେ ତାଙ୍କୁ ଲାଗିଲା ଯେପରି ତାଙ୍କ ଶରୀରରୁ ସମସ୍ତ କ୍ଳାନ୍ତି ଏବଂ ତାଙ୍କ ମନରୁ ବୋଝ ଦୂର ହୋଇଗଲା। ଏହା କେବଳ ଗୋଟିଏ ରୁଟି ନଥିଲା, ଏହା କ୍ଷମାର ଏକ ବଳିଦାନ ଥିଲା। ଧନୀ ଲୋକଟି ଅନୁଭବ କଲା ଯେ ସେ ତାଙ୍କ ସାରା ଜୀବନ ତାଙ୍କ ରାଜକୋଷ ପୂରଣ କରିଛନ୍ତି। କିନ୍ତୁ ସେ କେବେ ବି ଏହି ବିଧବାଙ୍କ ଅଧା ରୁଟି ଆଜି ଯେଉଁ ଖୁସି ଦେଉଛି ତାହା କେବେ ଅନୁଭବ କରିନଥିଲେ। ସେହି ରୁଟିରେ କଠିନ ପରିଶ୍ରମ ଏବଂ ପ୍ରାର୍ଥନାର ମିଠା ଥିଲା। ରୁଟି ଖାଇବା ପରେ କୁକୁରଟି ବିଧବାଙ୍କ ପାଦ ପାଖରେ ମୁଣ୍ଡ ରଖି କାନ୍ଦିଲା। ବିଧବା ଅନୁଭବ କଲା ଯେ କୁକୁରଟି ସ୍ନେହ ପ୍ରକାଶ କରୁଛି। ସେ ତାର ମୁଣ୍ଡରେ ହାତ ମାରି କହିଲା, ଚିନ୍ତା କର ନାହିଁ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତୁମେ ପ୍ରତିଦିନ ଏଠାକୁ ଆସିପାରିବ। ଧନୀ ବ୍ୟକ୍ତିଙ୍କ ଆତ୍ମା ନୀରବରେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲା, ହେ ପ୍ରଭୁ, ମୁଁ ବୁଝିପାରୁଛି ଯେ ପ୍ରକୃତ ଧନ ସୁନା ଏବଂ ରୂପା ନୁହେଁ, ବରଂ ଏହି ଗରିବ ମହିଳାଙ୍କ ଦୟା। ମୁଁ ମହଲରେ ରହିବା ସତ୍ତ୍ୱେ ଦାରିଦ୍ର୍ୟର ଜୀବନ ବଞ୍ଚିଥିଲି ଏବଂ ଏହି ଲୋକ କୁଡ଼ିଆରେ ରହିବା ସତ୍ତ୍ୱେ ରାଜା ପରି ବଞ୍ଚିଥାଏ। ବର୍ତ୍ତମାନ କୁକୁର ଅନ୍ୟ କୌଣସି ସ୍ଥାନକୁ ଯାଏ ନାହିଁ। ସେ ସାରା ଦିନ ସେହି କୁଡ଼ିଆ ବାହାରେ ବସି ରାତିରେ ଜଗି ରହେ। ଧନୀ ବ୍ୟକ୍ତି ଯିଏ ଥରେ ଅନ୍ୟମାନଙ୍କ ଜମି ହଡ଼ପ କରୁଥିଲା, ଏବେ ଜଣେ ଗରିବ ବ୍ୟକ୍ତିଙ୍କ କୁଡ଼ିଆର ରକ୍ଷକ ପାଲଟିଛି। ଯେତେବେଳେ ବିଧବା କାମ କରିବାକୁ ଯାଉଥିଲା, କୁକୁର ତାର ପଛେ ପଛେ ଯାଉଥିଲା ଯେପରି କେହି ତାକୁ ବିରକ୍ତ ନ କରନ୍ତି। ଦିନେ ସହରର କିଛି ଗୁଣ୍ଡା ବିଧବାଙ୍କୁ ଏକା ଦେଖି ତାଙ୍କୁ ହଇରାଣ କରିବାକୁ ଲାଗିଲେ। କୁକୁରଟି ନିଜ ଜୀବନକୁ ଭୟ କରି ସେମାନଙ୍କୁ ଆକ୍ରମଣ କରି ଘଉଡ଼ାଇ ଦେଲା। ସେହି ଦିନ ସେ ତାର ଶକ୍ତିର ପ୍ରକୃତ ବ୍ୟବହାର ଶିଖିଲା। ସେ ବୁଝିପାରିଲା ଯେ ଶକ୍ତି ଅନ୍ୟମାନଙ୍କୁ ଦମନ କରିବା ପାଇଁ ନୁହେଁ, ବରଂ ଦୁର୍ବଳମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ବନ୍ଧୁଗଣ, ମନେ ରଖନ୍ତୁ, ପ୍ରାୟଶ୍ଚିତ୍ତ କେବଳ ଗଙ୍ଗାରେ ସ୍ନାନ କରି ହାସଲ କରାଯାଏ ନାହିଁ, ବରଂ ଆମେ ଯେଉଁମାନଙ୍କୁ ଆଘାତ ଦେଇଛୁ ସେମାନଙ୍କର ସେବା କରି ପ୍ରାପ୍ତ ହୁଏ। ସେଠ ଆଉ ସେହି ଜୀବନରେ ଯନ୍ତ୍ରଣା ଅନୁଭବ କଲେ ନାହିଁ କାରଣ ତାଙ୍କ ପାଖରେ ବର୍ତ୍ତମାନ ଅନୁତାପ ଏବଂ ସେବାର ପଥ ଥିଲା। ତାଙ୍କ ବିଶ୍ୱସ୍ତତା ମାଧ୍ୟମରେ ସେ ପ୍ରମାଣ କଲେ ଯେ ପଶୁମାନେ ମଧ୍ୟ ସେମାନଙ୍କର ଭୁଲ ସଂଶୋଧନ କରିପାରିବେ। କିନ୍ତୁ ମଣିଷମାନେ ପ୍ରାୟତଃ ଅହଙ୍କାରରେ ଅନ୍ଧ ହୋଇ ସୁଯୋଗ ହରାଇଥାନ୍ତି। ଦାନ ଦେବା ବଡ଼ କଥା ନୁହେଁ, କିନ୍ତୁ ବିଧବାର ଅଧା ରୁଟି ପରି ଅନ୍ୟମାନଙ୍କ ସହିତ ନିଜର ଦୋଷକୁ ବାଣ୍ଟିବା ପ୍ରକୃତରେ ମହାନତା। ସଚ୍ଚୋଟ ରୋଜଗାରର ଆଶୀର୍ବାଦ 7 ଜନ୍ମର ପାପକୁ ଧୋଇ ଦେବାର ଶକ୍ତି ରଖେ। ବନ୍ଧୁଗଣ, ସମୟ ବିତିବା ସହିତ କୁକୁରଟି ବିଧବାର ସବୁଠାରୁ ବଡ଼ ସହଯୋଗୀ ହୋଇଗଲା। ଗୋଟିଏ ରାତିରେ ଯେତେବେଳେ ସମଗ୍ର ସହର ଗଭୀର ନିଦ୍ରାରେ ଶୋଇଥିଲା, ବିଧବାର କୁଡ଼ିଆ ହଠାତ୍ ନିଆଁ ଲାଗିଗଲା। ବିଧବା ଜଣକ ଘର ଭିତରେ ଗଭୀର ନିଦ୍ରାରେ ଶୋଇଥିଲେ ଏବଂ ସବୁଆଡ଼େ ନିଆଁ ବ୍ୟାପି ଯାଇଥିଲା। ବାହାରେ ଶୋଇଥିବା କୁକୁରଟି ଉଠି ପଡ଼ିଲା। ସେ ଦେଖିଲା ଯେ ତାଙ୍କ ରୋଜଗାରିଆ ବ୍ୟକ୍ତି ମୃତ୍ୟୁ ମୁଖରେ ଅଛନ୍ତି। ସେ ଜୋରରେ ଭୁକିଲେ, କିନ୍ତୁ ବିଧବା ନିଆଁ ଧୂଆଁରେ ଅଚେତ ହୋଇଯାଇଥିଲେ। ଆଉ କିଛି ଚିନ୍ତା ନକରି କୁକୁରଟି ନିଆଁ ଭିତରକୁ ଡେଇଁ ପଡ଼ିଲା। ତାଙ୍କ ଚର୍ମ ଜଳୁଥିଲା।
ସେ ଭୟଙ୍କର ଯନ୍ତ୍ରଣା ଅନୁଭବ କରୁଥିଲେ। କିନ୍ତୁ ତାଙ୍କର କେବଳ ଗୋଟିଏ ଚିନ୍ତା ଥିଲା, ମୁଁ ଏହି ମହିଳାଙ୍କ ଜୀବନ ନଷ୍ଟ କରିଦେଇଛି। ଆଜି ମୁଁ ମୋ ଜୀବନର ମୂଲ୍ୟ ଦେଇ ମଧ୍ୟ ତାଙ୍କ ଜୀବନ ରକ୍ଷା କରିବି। ସମସ୍ତ ଶକ୍ତି ସହିତ ସେ ତାଙ୍କ ପାଟିରେ ବିଧବାଙ୍କ ଶାଢ଼ୀ ଧରି ତାଙ୍କୁ କୁଡ଼ିଆ ବାହାରକୁ ଟାଣି ଆଣିଲେ। ଶବ୍ଦ ଶୁଣି ପଡ଼ୋଶୀମାନେ ଉଠି ନିଆଁ ଲିଭାଇ ଦେଲେ। ବିଧବାଙ୍କ ଜୀବନ ବଞ୍ଚିଗଲା, କିନ୍ତୁ କୁଡ଼ିଆଟି ଗୁରୁତର ଭାବରେ ଜଳିଗଲା। କୁଡ଼ିଆ ବାହାରେ କୁଡ଼ିଆଟି ଶେଷ ନିଶ୍ୱାସ ନେଉଥିଲା। ବିଧବାଙ୍କ ଆଖି ଖୋଲିଗଲା। ସେ ଦେଖିଲେ ଯେ ନିର୍ଦ୍ଦୋଷ ପ୍ରାଣୀଟି ତାଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଛି। କାନ୍ଦି କାନ୍ଦି ସେ କୁକୁରର ମୁଣ୍ଡକୁ ତାଙ୍କ କୋଳରେ ରଖିଲା। ବିଧବାଟି କାନ୍ଦୁଥିଲା। ତାଙ୍କ ଆଖିରୁ ଲୁହ ଝରି କୁକୁରର କପାଳରେ ପଡୁଥିଲା। ସେହି ଲୁହ ପଡ଼ିବା ମାତ୍ରେ ସେଠଙ୍କ ଆତ୍ମା କୁକୁରର ଶରୀରରୁ ମୁକ୍ତ ହୋଇଗଲା। ହଠାତ୍ ଏକ ଦିବ୍ୟ ଆଲୋକ ବ୍ୟାପିଗଲା। ନଗରର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ପ୍ରକୃତ ପରମେଶ୍ୱର ଯମରାଜ ଆବିର୍ଭାବ ହୋଇଥିଲେ। ଏଥର ଯମରାଜଙ୍କ ମୁହଁରେ ଏକ ସନ୍ତୋଷଜନକ ହସ ଦେଖାଗଲା। ସେଠଙ୍କ ଆତ୍ମାକୁ ସମ୍ବୋଧିତ କରି ଯମରାଜ କହିଲେ, ମଣିରାଜ, ଆଜି ତୁମର ଦଣ୍ଡ ସମାପ୍ତ ହୋଇଛି। ତୁମେ ଏକ କୁକୁର ରୂପରେ ଯାହା ଶିଖିଲ ତାହା ତୁମେ ମଣିଷ ଭାବରେ କେବେ ଶିଖିଲ ନାହିଁ। ତୁମେ ନିଃସ୍ୱାର୍ଥପର ଭାବରେ ସେବା କଲ। ତୁମେ ଥରେ ଅପମାନିତ ହୋଇଥିବା ମହିଳାଙ୍କୁ ରକ୍ଷା କରିବା ପାଇଁ ତୁମର ଜୀବନକୁ ବିପଦରେ ପକାଇଲ। ତୁମର ଅନୁତାପର ଲୁହ ଚିତ୍ରଗୁପ୍ତଙ୍କ ଖାତାରୁ ତୁମର ସମସ୍ତ ପାପ ଧୋଇ ଦେଇଛି। ସେଠାରେ ଉପସ୍ଥିତ ଅଦୃଶ୍ୟ ଶକ୍ତି ଏବଂ ଯମଦୂତମାନଙ୍କୁ ସମ୍ବୋଧିତ କରି ଯମରାଜ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଥିଲେ। ଲୋକମାନେ କୁହନ୍ତି ଯେ ଭଗବାନ ତାଙ୍କ ଦଣ୍ଡରେ ନିର୍ଦ୍ଦୟ, କିନ୍ତୁ ସତ୍ୟ ହେଉଛି ଯେ ପରମେଶ୍ୱରଙ୍କ ବାଣୀ ନୀରବ, କିନ୍ତୁ ଏହାର ଆଘାତ ସିଧାସଳଖ ଆତ୍ମା ଉପରେ ଆଘାତ କରେ। ଯିଏ ଅନ୍ୟମାନଙ୍କ ଅଧିକାର ହଡପ କରେ, ପରମେଶ୍ୱର ସମସ୍ତଙ୍କର ମଙ୍ଗଳ ପାଇଁ ଦଣ୍ଡ ଦିଅନ୍ତି, ବିନାଶ କରିବାକୁ ନୁହେଁ। ଗୋଟିଏ ଦିନ ତାକୁ ତାଙ୍କ ଚମଡ଼ା କାଢ଼ି ସେହି ଅଧିକାର ପାଇଁ ମୂଲ୍ୟ ଦେବାକୁ ପଡ଼ିବ। ଯମରାଜ ସେଠଙ୍କୁ ଏକ ବିକଳ୍ପ ପ୍ରଦାନ କଲେ। ଯଦି ତୁମେ ଇଚ୍ଛା କର, ତୁମେ ଏବେ ସ୍ୱର୍ଗକୁ ଯାଇପାରିବ। କିନ୍ତୁ ସେଠଙ୍କ ଆତ୍ମା ହାତ ଯୋଡ଼ି କହିଲା, ପ୍ରଭୁ, ମୁଁ ସ୍ୱର୍ଗ ଚାହେଁ ନାହିଁ। ମୋତେ ପୁଣି ଥରେ ମଣିଷ ଭାବରେ ଜୀବନ ଦିଅ, ଯାହା ଦ୍ୱାରା ମୁଁ ମୋ ପୁଅମାନେ ଜମା କରିଥିବା ବଳକା ଧନକୁ ପ୍ରକୃତ ଗରିବଙ୍କ ମଧ୍ୟରେ ବାଣ୍ଟି ପାରିବି, ସେମାନଙ୍କୁ ସାହାଯ୍ୟ କରିବି ଏବଂ ଏହି ବିଧବା ମାଙ୍କ ସେବା କରିବି। ଖୁସି ହୋଇ ଯମରାଜ କହିଲେ, ତଥାସ୍ତୁ। ସେ ଅଦୃଶ୍ୟ ହୋଇଗଲେ। ସେହି ସେଠ ଏକ ନୂତନ ରୂପରେ ପୁନର୍ଜନ୍ମ ପାଇଲେ, ଜଣେ ମହାନ ବ୍ୟକ୍ତି, ଏବଂ ତାଙ୍କର ସମଗ୍ର ଜୀବନ ଦାନ ପାଇଁ ଉତ୍ସର୍ଗ କଲେ। ବନ୍ଧୁଗଣ, ଏହି କାହାଣୀ କେବଳ ଶୁଣିବା ପାଇଁ ନୁହେଁ, ବରଂ ଆମ ନିଜ ଜୀବନରେ ପ୍ରଯୋଗ କରିବା ପାଇଁ। ଆଜି ଆମେ ଯାହା ଭୁଲ କରୁଛନ୍ତି, ଆମେ ଭାବୁଛୁ ଯେ କେହି ଦେଖୁନାହାନ୍ତି। କିନ୍ତୁ ମନେରଖ, ତୁମେ ଯେଉଁ ମଞ୍ଜି ବୁଣ ତାହା ଅମଳ କରିବ। ଆଜିର ବେଇମାନି କାଲିର ଭୟଙ୍କର ଦୁଃଖକୁ ନିମନ୍ତ୍ରଣ କରିଥାଏ। ଯଦି ତୁମେ ଭୁଲ କରିଛ, ତେବେ ଭୁଲ ସ୍ୱୀକାର କର ଆଉ ଏପରି ସେବାର ପଥ ବାଛ। 56 ସୁଖ ଅପେକ୍ଷା କଠିନ ପରିଶ୍ରମ ଏବଂ ସଚ୍ଚୋଟତା ଦ୍ୱାରା ଅର୍ଜିତ ଅଧା ରୁଟିରେ ଅଧିକ ସୁଖ ଅଛି। ଯଦି ଆପଣଙ୍କୁ ଯମରାଜ ଏବଂ ଏହି ବ୍ୟବସାୟୀଙ୍କ ଏହି କାହାଣୀଟି ପସନ୍ଦ ଆସିଛି, ତେବେ ଦୟାକରି ଏହାକୁ ଆପଣଙ୍କ ବନ୍ଧୁ ଏବଂ ପରିବାର ସହିତ ସେୟାର କରନ୍ତୁ ଏବଂ ମନ୍ତବ୍ୟରେ ଜୟ ଧର୍ମରାଜ ଲେଖିବାକୁ ଭୁଲନ୍ତୁ ନାହିଁ। ମନେ ରଖନ୍ତୁ, ଟିକିଏ ସଚ୍ଚୋଟତା ଆପଣଙ୍କୁ ବଡ଼ ଅସୁବିଧାରୁ ରକ୍ଷା କରିପାରିବ। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀରାମ।